କାହାଣୀ ମାଙ୍କ ପ୍ରଭାବ। ଚିତ୍ତୋରର ରାଜକୁମାର ଗୋଟିଏ ଚିତାବାଘ ପଛରେ ଗୋଡ଼ାଉଥିଲେ। ଚିତାବାଘଟି ଖଣ୍ଡିଆ ହୋଇ ଗୋଟିଏ ବୁଦାରେ ଯାଇ ଲୁଚି ପଡ଼ିଲା। ରାଜକୁମାର ବୁଦାର ଚାରିପଟେ ଘୋଡ଼ାକୁ ବୁଲାଉଥିଲେ, କିନ୍ତୁ ଲୁଚିଥିବା ବାଘକୁ ବାହାରକୁ ଆଣିପାରିଲେ ନାହିଁ। ଜଣେ କୃଷକର ଝିଅ ଏହି ଦୃଶ୍ୟ ଦେଖୁଥିଲା। ସେ ରାଜକୁମାରଙ୍କୁ କହିଲା, ଘୋଡ଼ା ଦୌଡ଼ାଉଥିବା ଯୋଗୁଁ ଆମର ଚାଷ ଜମି ନଷ୍ଟ ହୋଇଗଲାଣି। ଆପଣ ଗଛ ଛାଇରେ ବିଶ୍ରାମ ନିଅନ୍ତୁ, ମୁଁ ଚିତାବାଘକୁ ମାରି ନେଇ ଆସୁଛି। ସେ ଗୋଟିଏ ମୋଟା ଲାଠି ନେଇ ବୁଦା ଭିତରକୁ ପଶିଗଲା ଏବଂ ମଲ୍ଲ ଯୁଦ୍ଧ କରି ଚିତାକୁ ହରାଇ ତାକୁ ଟାଣି ଟାଣି ବାହାରକୁ ନେଇ ଆସିଲା। ରାଜକୁମାରଙ୍କ ସାମ୍ନାରେ ତାକୁ ରଖିଦେଲା। ଏହିପରି ପରାକ୍ରମ ଏବଂ ସାହସକୁ ଦେଖି ରାଜକୁମାର ସ୍ତବ୍ଧ ହୋଇଗଲେ। ସେ କୃଷକକୁ ବିନୟପୂର୍ବକ ସେହି ଝିଅ ସହିତ ବିବାହ କରିବା ପାଇଁ ଅନୁରୋଧ କଲେ ଏବଂ ବିବାହ ମଧ୍ୟ ହୋଇଗଲା। ମହାନ ଯୋଦ୍ଧା ହମିର ସେହି ଝିଅର ଗର୍ଭରୁ ଜନ୍ମ ହୋଇଥିଲେ। ଯେମିତି ମାତା ହୋଇଥାନ୍ତି, ସେହିପରି ସନ୍ତାନ ଜନ୍ମ ହୋଇଥାନ୍ତି। ସଦ୍ଗୁଣ ସଂସ୍କାରୀ ମାତା ହିଁ ଶ୍ରେଷ୍ଠ ସନ୍ତାନର ଜନନୀ ହୋଇପାରିଥାଏ। ସେ ନିଜର ଗୁଣ, କର୍ମ, ସ୍ୱଭାବ ଓ ଆଚରଣ ଅନୁସାରେ ହିଁ ସନ୍ତାନ ଜନ୍ମ ଦେଇଥାଏ।